ଏନୁନ୍ ଏକରେ ପୋ କୁଡ଼ିଜନ କୁଡ଼ବା କୁଞ୍ଜମ କୁଞ୍ଜମ ପ କୁଞ୍ଚମ କୁଞ୍ଚମ ପୋ। ତେବେ ଆଉ ଗୋଟେ କଥା ଭାଇନା, ପ୍ରକୃତରେ ଏଇଟା ସତ କଥା କେବେ ହୃଦୟରେ କାହିଁକି? ଏବେ ମିଛ କୁହେନି, ଓଡ଼ିଶାବାସୀ ଜାଣିଛନ୍ତି। ଆଚ୍ଛା, ଗୋଟେ କଥା ହେଉଛି ଓଡ଼ିଶାରେ ଏମିତିକା ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ କିମ୍ବା କଳାକାର ଅଛନ୍ତି ଯାହାକୁ ଆମେ ଖାଣ୍ଟି ଓଡ଼ିଆରେ କହିପାରିବା ଏଇଟା ନାଳୁଆଟା। ତାହେଲେ ସେମିତିରେ ପ୍ରଡ୍ୟୁସର ବି ବହୁତ ଅଛନ୍ତି, ଡାଇରେକ୍ଟର ବି ବହୁତ ଅଛନ୍ତି, ଆଚ୍ଛା। ଆର୍ଟିଷ୍ଟ ବି ବହୁତ ଅଛନ୍ତି। ନହେଲେ ଓଡ଼ିଆ ସିନେମା ବୁଡ଼ିଥାନ୍ତା କାହିଁକି? ଓଡ଼ିଆ ସିନେମା ଯେଉଁ ଏବେ ବୁଡ଼ିବାକୁ ବସିଛି, ହଁ। ଆମର ଏବେ ଦମନ ପ୍ରତୀକ୍ଷା 2-3ଟା ସିନେମାର ସମ୍ମାନ ପାଇଲା, କିନ୍ତୁ ଆଉ 100ଟା ଫିଲ୍ମ ବର୍ଷକରେ ହେଲେ ଚାଲୁନାହିଁ, ଲୋକ ଜାଣିପାରୁନାହାନ୍ତି। ତା କାରଣ ହେଉଛି ଯେ ନାଳୁଆ ପ୍ରକୃତି ଗୋଟେ କଥା, ଦ୍ୱିତୀୟ ହେଲା ଆମ ପାଇଁ ସିନେମା ହଲ୍ ନାହିଁ। ଆରି ଉପରେ ପଚାରିବି, କିନ୍ତୁ ପ୍ରଥମ ଏବେ ଗୋଟେ କଥା ପଚାରିବି ଯେ ଆଲବମ୍ ଇଣ୍ଡଷ୍ଟ୍ରି ଓଡ଼ିଶା ବୋଧେ ଇଣ୍ଡିଆର ଥିଲା ନମ୍ବର 1, ଯେଉଁଠିକି ଦିନକୁ 15ଟା କ୍ୟାସେଟ୍ ରିଲିଜ୍ ହେଉଥିଲା, ଗୋଟେ ସମୟ ଥିଲା। ତ ଆଲବମ୍ ଇଣ୍ଡଷ୍ଟ୍ରି ବୁଡ଼ିଯିବାର ପ୍ରମୁଖ କାରଣ ଏଇ ନାଳୁଆମି ଗୁଣ ନୁହଁ ତ? ନା, ପ୍ରମୁଖ କାରଣ ହେଲା ବୁଡ଼ି ଯାଇନି, ଅବିକା ହୁନୁ ହୁନୁ ହିଟ୍, ଅବିକା ଚାଙ୍ଗୁମାଡ଼ ହିଟ୍।